Hello everyone, welcome to Power Electrics. ଚାଲନ୍ତୁ ଆଜି ଆମେ ଆରମ୍ଭ କରିବା ବେସିକ୍ ଇଲେକ୍ଟ୍ରିକାଲ ଲେସନ ପ୍ଲାନ୍ ବିଷୟରେ। OPDCL GMT ର କ୍ଲାସ୍ ଆରମ୍ଭ କରିବା ପୂର୍ବରୁ ଆମେ ଫାର୍ଷ୍ଟ ଟପିକ୍ ବେସିକ୍ ଇଲେକ୍ଟ୍ରିକାଲ ହିଁ ଚୁଜ୍ କରିବା। ତ ବେସିକ୍ ଇଲେକ୍ଟ୍ରିକାଲ ଲେସନ ପ୍ଲାନ୍ ଫାର୍ଷ୍ଟ ବନେଇଦବା, କାହିଁକି ନା ଆମ ପାଖରେ ଟାର୍ଗେଟ ରହିଲେ ଆମେ ତାକୁ ଡିଫାଇନ୍ଡ ଟାଇମ୍ ଭିତରେ ଆମେ ଯୋଉ ଟାଇମ୍ ଆସାଇନ୍ କରିଛେ ସେଇ ଟାଇମ୍ ଭିତରେ ଆମେ କମ୍ପ୍ଲିଟ୍ କରିପାରିବା, ସୋ ଦ୍ୟାଟ୍ ଆମର ଟାଇମ୍ ବଞ୍ଚିଯିବ, ପ୍ରିପାରେସନ୍ ବି ଭଲ ହେଇପାରିବ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଡେ ଆଣ୍ଡ ଡେଟ୍, ଟପିକ୍ ଆଣ୍ଡ ଆକ୍ଟିଭିଟି। ଦେଖ 7 ଫେବ୍ରୁଆରୀ ଅଛି ଆମର ଫଣ୍ଡାମେଣ୍ଟାଲ୍ସ ଅର୍ କନସେପ୍ଟ ଲର୍ନିଂ। 8 ଫେବ୍ରୁଆରୀ ଅଛି ଫଣ୍ଡାମେଣ୍ଟାଲ୍ସ ର ପ୍ରାକ୍ଟିସ୍ କ୍ୱେଶ୍ଚନ୍, ସେଇଦିନ ଆମେ କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବା। 9 ଫେବ୍ରୁଆରୀ 10 ଫେବ୍ରୁଆରୀ ଆଣ୍ଡ 11 ଫେବ୍ରୁଆରୀ ଏ 3 ଦିନ ଆମେ ଏସି ଥିଓରି ପଢିବା। ଗୋଟେ ଦିନ ପଢିବା କନସେପ୍ଟ ଲର୍ନିଂ, ମାନେ ପୁରା ଏସି ଥିଓରି ର କନସେପ୍ଟ ପଢିବା। 2 ଦିନ ତାର କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବା, କାରଣ ଏସି ଥିଓରି ର ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଫ୍ରେମ୍ ହବାର ଚାନ୍ସେସ୍ ଥାଏ। ଆମେ ଦେଖୁଛୁ ବି ମ୍ୟାକ୍ସିମମ୍ ଏକ୍ଜାମ ରେ, ମାନେ ଯାହା ବି ଏକ୍ଜାମ ଦଉଛି ସବୁ ଏକ୍ଜାମ ରେ ଏସି ଥିଓରି ର କ୍ୱେଶ୍ଚନ୍ ଆସୁଛି। ନେକ୍ସଟ 12 ଫେବ୍ରୁଆରୀ ଜେନେରେସନ ଅଫ ଇଲେକ୍ଟ୍ରିକ ପାୱାର, ସେଇ ଗୋଟେ ଦିନରେ ହିଁ ଆମେ କନସେପ୍ଟ ପଢିବା। ଅଳ୍ପ କିଛି ଅଛି, ତ ତାର ଡେପ୍ଥ ଆମେ ପଢିବା ତାର ପର୍ଟିକୁଲାର ସବଜେକ୍ଟରେ। ତ ସେଥିପାଇଁ ଏଥିରେ ଆମେ ବେଶୀ ଟାଇମ୍ ନବାନି, ତାର କନସେପ୍ଟ ତାର କ୍ୱେଶ୍ଚନ୍। ନେକ୍ସଟ 13 ଫେବ୍ରୁଆରୀରେ କନଭର୍ଜନ ଅଫ ଇଲେକ୍ଟ୍ରିକାଲ ଏନର୍ଜି ର କନସେପ୍ଟ ପ୍ଲସ୍ କ୍ୱେଶ୍ଚନ୍। 13, 14 ବୋଥ୍ ରେ କନଭର୍ଜନ ଅଫ ଇଲେକ୍ଟ୍ରିକାଲ ଏନର୍ଜିରେ ଆମେ କନସେପ୍ଟ ଆଉ କ୍ୱେଶ୍ଚନ୍ 2 ଦିନ କଣ୍ଟିନ୍ୟୁଅସଲି କରିବା। ନେକ୍ସଟ 15 ଫେବ୍ରୁଆରୀରେ ୱାରିଂ ଆଣ୍ଡ ପାୱାର ବିଲିଂ, ସେ ଗୋଟେ ଦିନରେ ଆମେ କନସେପ୍ଟ ଆଉ କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବା। ନେକ୍ସଟ 16 ଫେବ୍ରୁଆରୀ ଆଣ୍ଡ 17 ଫେବ୍ରୁଆରୀ ମେଜରିଂ ଇନଷ୍ଟ୍ରୁମେଣ୍ଟସ୍ ର କ୍ୱେଶ୍ଚନ୍, କନସେପ୍ଟ ପ୍ଲସ୍ କ୍ୱେଶ୍ଚନ୍। ନେକ୍ସଟ 18 ଫେବ୍ରୁଆରୀ 7 ରୁ ଆରମ୍ଭ ହବ 17 ପର୍ଯ୍ୟନ୍ତ। ନେକ୍ସଟ 18 ଫେବ୍ରୁଆରୀ ଦିନ ଆମର ମକ୍ ଟେଷ୍ଟ ରହିବ, ଫୁଲ୍ ସିଲାବସ୍ ଟେଷ୍ଟ। ଯେତିକି ଆମର ଅଛି ଏଇ ସିଲାବସ୍ ରେ, ଯେତିକି ବି ଆମେ ମେନସନ୍ କରିଛେ ଟପିକ୍ସ, ଯେମିତି ଚାପ୍ଟର ଫଣ୍ଡାମେଣ୍ଟାଲ୍ସ, ଏସି ଥିଓରି, ଜେନେରେସନ ଅଫ ଇଲେକ୍ଟ୍ରିକ ପାୱାର, କନଭର୍ଜନ ଅଫ ଇଲେକ୍ଟ୍ରିକାଲ ଏନର୍ଜି, ୱାରିଂ ଆଣ୍ଡ ପାୱାର ବିଲିଂ, ମେଜରିଂ ଇନଷ୍ଟ୍ରୁମେଣ୍ଟସ୍ ଏଟସେଟ୍ରା। ଏଇ 6-7ଟା ଟପିକ ର ଟୋଟାଲ ସବୁ ଚାପ୍ଟର ରୁ କିଛି କିଛି କ୍ୱେଶ୍ଚନ୍ସ କୁ ନେଇକି ଗୋଟେ ଫୁଲ୍ ମକ୍ ଟେଷ୍ଟ କରିବା। ତ ଯାହା ଫଳରେ କି ଆମକୁ ଗୋଟେ ଓଭରଅଲ୍ ଆଇଡିଆ ହଉଛି ଆମେ ଗୋଟେ ଟପିକ୍ କଭର କଲେ। ନେକ୍ସଟ ଟପିକ୍ ଆମେ ନେଟୱାର୍କ ଥିଓରି କିମ୍ବା ବେସିକ୍ ଇଲେକ୍ଟ୍ରୋନିକ୍ସ, ଯାହା ବି ଡିମାଣ୍ଡ ରହିବ, ଆଉ କନସେପ୍ଟ ଓରିଏଣ୍ଟେଡ୍ ଯୋଉଟା ଆମକୁ ବେଷ୍ଟ ଲାଗିବ, ମାନେ ଯୋଉଟା କି ଲିଙ୍କ କରୁଥିବ ଅଲଗା ସବଜେକ୍ଟକୁ, ଆମେ ସେଇ ଅନୁସାରେ ପ୍ଲାନ୍ କରିବା। ତ ନେକ୍ସଟ ସବଜେକ୍ଟ ପ୍ଲାନ୍ କରିବା ପୂର୍ବରୁ ମୁଁ ଗୋଟେ ପୋଲ୍ କରିବି, ସୋ ଦ୍ୟାଟ୍ ତମମାନେ ପାର୍ଟିସିପେଟ୍ କରିପାରିବ କୋଉ ଟପିକ୍ ଆରମ୍ଭ କଲେ ତମ ମାନଙ୍କ ପାଇଁ ସୁଇଟେବୁଲ ହବ। ତ ଏଇଠି ଆଜିର ସେସନକୁ ଏଣ୍ଡ କରୁଛି। ନେକ୍ସଟ ସେସନ ରେ ଆମେ ଷ୍ଟାର୍ଟ କରିବା ଫଣ୍ଡାମେଣ୍ଟାଲ୍ସ ର କନସେପ୍ଟ, କିଛି କନସେପ୍ଟ ପଢିବା। ତାର ନେକ୍ସଟ ଡେ ରେ ଆମେ କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିବା। ଯୋଉମାନେ ଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ କରିନ, ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ, ଆଉ ସାଙ୍ଗମାନଙ୍କୁ ସେୟାର କରିଦିଅ, ସୋ ଦ୍ୟାଟ୍ ସେମାନେ ବି ଜଏନ୍ କରନ୍ତୁ ଆଉ ସେମାନେ ପ୍ରିପାରେସନ୍ ଠିକ୍ ସେ କରନ୍ତୁ। ଥ୍ୟାଙ୍କ ୟୁ, ହାଭ୍ ଏ ଗୁଡ୍ ଡେ। ଯୋଉମାନେ ପାୱାର ଇଲେକ୍ଟ୍ରିକ୍ସ ମୋବାଇଲ ଆପ୍ ଏଯାଏଁ ଡାଉନଲୋଡ କରିନ, ଡାଉନଲୋଡ କରିଦିଅ, କାହିଁକିନା ସବୁ PDF ସେଇଥିରେ ହିଁ ସେୟାର କରାଯିବ। ଓକେ, ଏଇଠି ସେସନକୁ ଏଣ୍ଡ କରିବା।